Hi, hello and namaste. Welcome to Shree's Lifestyle. ଶ୍ରୀର ବର୍ଥଡେ 1 year ବର୍ଥଡେ କେମିତି ସେଲିବ୍ରେସନ୍ କରା ଚାଲନ୍ତୁ ଦେଖିବା। ବେଶୀ ଖାସ୍ ନାହିଁ ଯେହେତୁ ଇଲେକ୍ସନ୍ ଡ୍ୟୁଟି ପଡ଼ିଗଲା ମୋର ତ ସେମିତି ବେଶୀ ଜାକଜକମରେ ପାଳନ ହେଇନି, ଜଷ୍ଟ ନର୍ମାଲ ୱେରେ ପାଳନ କରାହେଇଛି। ଚାଲନ୍ତୁ ଷ୍ଟାର୍ଟ କରିବା ଶ୍ରୀର ବର୍ଥଡେ। ଫାଷ୍ଟ ଆମେ କ'ଣ କଲୁ ନା ଫାଷ୍ଟ ଆମେ ପାଖରେ ଥିବା ଗୋଟେ ମନ୍ଦିରକୁ ପଳେଇଲୁ। ମନ୍ଦିର ଦେଖନ୍ତୁ ବାପା ଆଉ ଶ୍ରୀ ମନ୍ଦିର ପରିକ୍ରମା କରୁଛନ୍ତି। ଏହା ଗୋଟେ ଶିବ ମନ୍ଦିର। ତାର ଯେହେତୁ ଫାଷ୍ଟ ବର୍ଥଡେ ଫାଷ୍ଟ ସକାଳୁ ଗାଧେଇ ପାଧେଇ ମନ୍ଦିର ବାହାରି ପଡ଼ିଲୁ। ନମସ୍କାର କରାହେଉଛି। ଶ୍ରୀ ଭଗବାନଙ୍କୁ ତ ଆଶୀର୍ବାଦ ନେବା ନିହାତି ଦରକାର। ମନ୍ଦିର ବୁଲା ହେଇଗଲା। ତାପରେ ଆମେ ମନ୍ଦିରର ବେଢ଼ା ପରିକ୍ରମା କଲୁ। ମନ୍ଦିରରେ ସେ ପାର୍ଶ୍ୱ ଦେବାଦେବୀ କ'ଣ କ'ଣ ଅଛନ୍ତି ଟିକେ ବୁଲାବୁଲି କଲୁ। ବହୁତ ସୁନ୍ଦର ମନ୍ଦିର, ଆପଣମାନେ ଥରେ ଆସନ୍ତୁ। ଏଇଟା ପଦମପୁରରେ ଅଛି ସେ ମନ୍ଦିରଟା। ମନ୍ଦିରର ଗଛ ବେଢ଼ା ଦେଖନ୍ତୁ କେତେ ସୁନ୍ଦର ଲିଙ୍ଗ ଅଛି। ବାପା ଆଉ ଶ୍ରୀ ଏକାଠି ବୁଲୁଛନ୍ତି। ବାପା ଆଉ ଶ୍ରୀ ପ୍ରାୟ ମ୍ୟାଚିଂ ହେଇଯାଇଛି। ବହୁତ ଲୋକ ଆସନ୍ତି। ତା ପୁଣି ସୋମବାର ବି ପଡ଼ିଥିଲା। ଏବେ ଆମେ ଆସିଲା ବାଟରେ ପଳେଇ ଆସିଲୁ ଗୋଟେ ଓମଫେଡ଼ ପାର୍ଲର। ସେଠି ଆମେ ଖାଇବୁ। କ'ଣ ଖାଇବୁ ଚାଲନ୍ତୁ ଦେଖିବା କ'ଣ ଅଛି। ସେଠି ଆମର ଅଛି ଦହିବରା ଅଛି, ଆଇସ୍କ୍ରିମ୍ ଅଛି, ବଡ଼ାପାଓ ଅଛି, ବିଭିନ୍ନ ପ୍ରକାର ଖାଇବା ଜିନିଷ ଅଛି। ଇଏ ଖାଲି ପାପା ଗେଲ କରୁଛନ୍ତି ଶ୍ରୀକି। ତାପରେ ଆମେ ପଳେଇ ଆସିଲୁ ଶ୍ରୀ ପାଇଁ ଗୋଟେ ଗଛ ଲଗେଇବୁ। ତାପରେ ଗୋଟେ ଗଛ କିଣା ହେଇଥିଲା, ସେ ଗଛ ଲଗେଇଲା। ତାପରେ ଇଭିନିଂକୁ ତାର ବଡି ଡେକୋରେସନ୍ ବେଶୀ କେମିତି ଖାସ୍ ନାହିଁ। ତାର ସବୁ ପର ମନ୍ଥଲି ସ୍ପେଶାଲ୍ କରାହେଇଥିଲା। ସେଇ ଫଟୋ ଗୁଡ଼ାକ ଲାଗିଛି। ନର୍ମାଲ ଡେକୋରେସନ୍ ହେଇଛି ଶ୍ରୀର। ତାର ଗୋଟେ ବ୍ୟାନର ହେଇଥିଲା, ବଢ଼ିଆ ହେଇଛି ସେଇ ଫଟୋଟା। ତାପରେ ଆସିବା ଆମର କେକ୍ କଟିଂ ସେଲିବ୍ରେସନ୍। ଓ ଶିବାନୀ ଦିଦି ହେଇଗଲା ଆମର କେକ୍ କଟିଂ। କରେଣ୍ଟ ବି ବହୁତ ଅପ୍ ଡାଉନ୍ ରହୁଥିଲା, ସେଥିପାଇଁ ଟିକେ ବେଶୀ ଖାସ୍ ଲାଗିଲାନି ତା ବର୍ଥଡେଟା। ଭାବିଥିଲି ବହୁତ କିଛି କରିବା ପାଇଁ, କିଛି କରିପାରିଲିନି। ଯାହା ହବ ଯେମିତି ହେଇଯାଇଛି। ତ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଆଣ୍ଡ ଥ୍ୟାଙ୍କସ୍ ଫର୍ ୱାଚିଂ। ଥ୍ୟାଙ୍କ ୟୁ ସୋ ମଚ୍।